ବର୍ତ୍ତମାନ କୃଷକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି, ଯାହାକି ମୋହନ ସରକାର ଏବଂ ମୋଦି ସରକାରଙ୍କ ଦ୍ୱାରା ଏହା ଘୋଷଣା କରାଯାଇଛି। ଏବଂ ଏହାରି ଭିତରେ କ'ଣ ହେଉଛି ନା ସମବାୟ ସପ୍ତାହ ପାଳନ କରାଯାଇଛି। ଏହି ସମବାୟ ସପ୍ତାହରେ କୃଷକମାନଙ୍କ ପାଇଁ ବିଭିନ୍ନ ପ୍ରକାର ବିକଶିତ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି। ମୁଁ ଆପଣମାନଙ୍କୁ କହି ରଖୁଛି ଫ୍ରେଣ୍ଡସ୍, ଯଦି ଆପଣମାନେ ଗୋଟିଏ କୃଷକ ତାହେଲେ ଆପଣମାନେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ବା ବିନା ସୁଧରେ 1 ଲକ୍ଷ ଟଙ୍କା ନେଇପାରିବେ। ଏବଂ କିଭଳି ନେବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି ଫ୍ରେଣ୍ଡସ୍। ଆପଣମାନେ ଧାନ ଚାଷୀ ହେଇଥାନ୍ତୁ ବା ପରିବା ଚାଷୀ ହେଇଥାନ୍ତୁ, ଆପଣ ଯେକୌଣସି ଚାଷୀ ହେଇଥାନ୍ତୁ, ଆପଣ କ'ଣ କରିପାରିବେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ। ଏବଂ ଏଇ ଲୋନ୍ କିଏ କରିଛନ୍ତି ନା ମୋହନ ସରକାର ବା ବିଜେପି ସରକାର, ରାଜ୍ୟରେ ଯେଉଁ ବିଜେପି ସରକାର ଅଛି ସେ ଘୋଷଣା କରିଛନ୍ତି। ଏବଂ କିଭଳି ଭାବରେ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ବିକଶିତ ଓଡ଼ିଶା ଗଠନରେ ସମବାୟର ଭୂମିକା କ'ଣ ରହିଛି ଏବଂ କିଭଳି ଭାବରେ ଆପଣ ଲୋନ୍ ନେବେ ସମବାୟରୁ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିଭଳି ଆପଣ ଲୋନ୍ ନେଇପାରିବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହୁଛି ଫ୍ରେଣ୍ଡସ୍। ଇଏ ବର୍ତ୍ତମାନ କୋଅପରେଟିଭ୍ ବ୍ୟାଙ୍କରୁ ଆପଣ ଲୋନ୍ ନେଇପାରିବେ ଏବଂ ସେଭଳି ଭାବରେ ଓଡ଼ିଶା ଫାର୍ମର ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଫ୍ରେଣ୍ଡସ୍, ଚାଲନ୍ତୁ ଦେଖିବା ଏହାର ଭିତରେ କ'ଣ ହେଉଛି ନା ନିଖିଳ ଭାରତ ସମବାୟ ସପ୍ତାହ ଆରମ୍ଭ କରାଯାଇଛି ଏବଂ ଏହା ହେଉଛି 14ରୁ 20 ନଭେମ୍ବର 2024 ମଧ୍ୟରେ ଏହା ଲୋକଙ୍କୁ ସଚେତନ କରାଯାଉଛି ଯେ ସମବାୟ ବିଭାଗ ଆପଣମାନଙ୍କ ପାଇଁ କ'ଣ କରୁଛି ଏବଂ ଆଗାମୀ ବର୍ଷରେ କ'ଣ କରିବ ଏବଂ ଚାଷୀମାନେ କିଭଳି ଭାବରେ ଉପକୃତ ହେବେ। ନିଖିଳ ଭାରତ ସମବାୟ ସପ୍ତାହ ମଧ୍ୟରେ ଏହାକୁ ଘୋଷଣା କରାଯାଇଛି। ଫ୍ରେଣ୍ଡସ୍, ଦେଖନ୍ତୁ ଏଠାରେ ହେଉଛି ସମବାୟ ସପ୍ତାହ ପାଳନର ବାର୍ତ୍ତା କ'ଣ ରହିଛି ନା ବିକଶିତ ଓଡ଼ିଶା ଗଠନରେ ସମବାୟର ଭୂମିକା, ସମବାୟ ବ୍ୟାଙ୍କ କ'ଣ ଆପଣଙ୍କୁ ଦେଇପାରିବ ସେ ନେଇ ଏହାର ଭୂମିକା ରହିଛି ଏବଂ କ'ଣ ଭୂମିକା ରହିଛି ଯାହାକି ରାଜ୍ୟ ସରକାରଙ୍କ ଦ୍ୱାରା ଆପଣମାନେ ଉପକୃତ ହୋଇପାରିବେ ଏବଂ ସମସ୍ତ ଚାଷୀ ଏଥିରୁ ଲାଭବାନ ହୋଇପାରିବେ। ଫ୍ରେଣ୍ଡସ୍, ଦେଖନ୍ତୁ ଫାର୍ଷ୍ଟ ପଏଣ୍ଟରେ ମୁଁ ଆପଣମାନଙ୍କୁ କହି ରଖୁଛି, ଏଠାରେ ଲେଖା ହେଇଛି ଯେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ। ଆପଣମାନେ ଯଦି ଏକ ଚାଷୀ, ଆପଣଙ୍କର ଫାର୍ମର ଆଇଡ଼ି ଅଛି, ତାହେଲେ ଆପଣମାନେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଋଣ ନେଇପାରିବେ। ସେଇଭଳି ଭାବରେ 1 ଲକ୍ଷରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯଦି ଋଣ ନେଉଛନ୍ତି ତାହେଲେ 2% ହାରରେ ଋଣ ନେଉଛନ୍ତି ଏବଂ ଯଦି ଆପଣ ବର୍ଷକୁ ଆନୁମାନିକ ଧରାଯାଏ 1 ଲକ୍ଷ ଟଙ୍କାରେ 2,000 ଟଙ୍କା ହେଲେ 3 ଲକ୍ଷ ଟଙ୍କାରେ 6,000 ଟଙ୍କା ବର୍ଷକୁ ପ୍ରଦାନ କରିବେ। ସେଭଳି ଭାବରେ ଯଦି ଆପଣ 1 ଲକ୍ଷ ଟଙ୍କା ଋଣ ନେଉଛନ୍ତି ତାହେଲେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଟା ସମ୍ପୂର୍ଣ୍ଣ ଭାବରେ ସୁଧମୁକ୍ତ ରହିବ ଏବଂ ଆପଣମାନେ କିଭଳି ଭାବରେ ନେବେ ତାହା ମଧ୍ୟ ମୁଁ କହି ରଖୁଛି ଫ୍ରେଣ୍ଡସ୍। ଏଠାରେ ରହୁଛି 2024-25 ଆର୍ଥିକ ବର୍ଷରେ 830 କୋଟି ଟଙ୍କା ସୁଧ ରିହାତି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ଏବଂ 830 କୋଟି ଟଙ୍କା ସୁଧ ରିହାତି କରାଯାଇଛି ଚାଷୀମାନଙ୍କ ପାଇଁ 2024-25 ବର୍ଷ ପାଇଁ ଏବଂ 2024-25 ବର୍ଷ ସମବାୟ ସମିତି ମାଧ୍ୟମରେ 37 ଲକ୍ଷ ଚାଷୀଙ୍କୁ 2,000 କୋଟି ଟଙ୍କାର କୃଷି ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଛି। ଯଦି ଆପଣ 37 ଲକ୍ଷ ଚାଷୀଙ୍କୁ 20,000 କୋଟି ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର, ସେଭଳି ଭାବରେ ସମବାୟ କ୍ଷେତ୍ରରୁ ଆପଣମାନେ ମଧ୍ୟ ଲୋନ୍ ନେଇପାରିବେ ଏବଂ ଖରିଫ 2024 ଋତୁରେ 22.50 ଲକ୍ଷ ଚାଷୀଙ୍କୁ ଫସଲ ବୀମା ସୁରକ୍ଷା ପ୍ରଦାନ ବାବଦରେ 850 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଯଦି ଆପଣ 22,50,000 ଚାଷୀଙ୍କୁ 22,50,000 ଚାଷୀଙ୍କୁ ଫସଲ ବୀମା ସୁରକ୍ଷା ପ୍ରଦାନ କରାଇବେ ରାଜ୍ୟ ସରକାର, ଯାହାକି 850 କୋଟି ଟଙ୍କା ଏ ବାବଦରେ ସେ ମଧ୍ୟ ଖର୍ଚ୍ଚ କରିବେ। ସେଭଳି ଭାବରେ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ମୋଟ ଧାନର 90% ଭାଗ ସମବାୟ ସମିତିମାନଙ୍କ ଦ୍ୱାରା ସଂଗ୍ରହ କରାଯିବ। ଏଇ ଯେଉଁ ସମବାୟ ସପ୍ତାହ ପାଳନ କରାଯାଉଛି, ଏହି ସମବାୟ ସପ୍ତାହରେ ସମବାୟ ବିଭାଗ ଏଇସବୁ କ'ଣ କରୁଛି ତାହା ମଧ୍ୟ ଦେଖେଇଛି। ଆପଣମାନେ ସମବାୟ କେନ୍ଦ୍ରକୁ ଯିବେ, ଏହାର ଲାଭ ନେଇପାରିବେ। ସେଭଳି ଭାବରେ ଧାନ ସଂଗ୍ରହ କ୍ଷେତ୍ରରେ ମଧ୍ୟ 90% ସମବାୟ ସମିତି ଦ୍ୱାରା ସଂଗ୍ରହ କରାଯାଉଛି ଏବଂ ସେହିଭଳି ଭାବରେ 2024-25 ବିପଣନ ବର୍ଷରେ ଫ୍ୟାକ୍ସ ଲ୍ୟାମ୍ପସ୍ ଗୁଡ଼ିକ ମାଧ୍ୟମରେ ଚାଷୀଙ୍କ ଠାରୁ 70 ଲକ୍ଷ ମେଟ୍ରିକ ଧାନ କିଣାଯିବ ଏବଂ ଏହା କୁଇଣ୍ଟାଲ ପିଛା 3100 ଟଙ୍କା ମଧ୍ୟ ପ୍ରଦାନ କରାଯିବ। ସେଭଳି ଫ୍ରେଣ୍ଡସ୍, ଦେଖନ୍ତୁ ଏଠାରେ କ'ଣ ହେଉଛି ନା ସରକାରଙ୍କର ମୂଲ୍ୟ ସହାୟକ ଯେଉଁଗୁଡ଼ିକ ରହୁଛି ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ମାର୍କଫେଡ୍ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଆପଣମାନେ କ୍ରୟ କରିବେ, ଯାହାକି ସମବାୟ ବିଭାଗ ଏହାକୁ ମଧ୍ୟ ଦେବ। ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଏଇ ଯେଉଁ ବିହନ ଜାତୀୟ କୃଷିଜାତ ଦ୍ରବ୍ୟ ଅଛି ତାହାକୁ ଆପଣମାନେ କିଣିପାରିବେ ସମବାୟ ବ୍ୟାଙ୍କ ଦ୍ୱାରା। ସେଭଳି ଭାବରେ 963 କୋଟି
ଟି ଫ୍ୟାକ୍ସ ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର ବା ମଣ୍ଡିଗୁଡ଼ିକରେ 561.36 କୋଟି ଟଙ୍କାର ବ୍ୟୟବରାଦ ଭିତ୍ତିଭୂମି କରାଯାଇଛି। ସେଭଳି ଦେଖନ୍ତୁ 2024-25ରେ 175 କୋଟି ଟଙ୍କାର ପ୍ରାବଧାନ ରହିଛି ଫ୍ୟାକ୍ସ ଲ୍ୟାମ୍ପସ ଅଫିସଗୁଡ଼ିକର ଗୋଦାମ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ। ଏଇ ଯେଉଁ ଫ୍ୟାକ୍ସ ଲ୍ୟାମ୍ପସ ପାଇଁ 175 କୋଟି ଟଙ୍କା ରାଜ୍ୟ ସରକାର ପ୍ରାବଧାନ ରଖିଛନ୍ତି। ସେଭଳି ରାଜ୍ୟରେ ରାସାୟନିକ ଜୈବିକ ସାର ପ୍ରାମାଣିକ ବିହନର 50% ସମବାୟ ସମିତିମାନଙ୍କ ଦ୍ୱାରା ବଣ୍ଟନ କରାଯିବ। ଯେଉଁ ସମବାୟ ସମିତି ଅଛି ସେ ସମବାୟ ସମିତିରେ ଜୈବିକ ରାସାୟନିକ ସାର ଏବଂ ବିହନ ଏସବୁ 50% ସମବାୟ ସମିତିମାନଙ୍କରେ ବଣ୍ଟନ କରାଯିବ ଏବଂ ଆଉ ଯେଉଁଗୁଡ଼ିକ ଜାଗାରେ ଅଛି ସେମାନେ ସବୁ ଫାର୍ମର ଆଇଡି ଦ୍ୱାରା ଆପଣମାନେ କୃଷି ବିଭାଗ ଦ୍ୱାରା କିଣିପାରିବେ ଏବଂ ଅନ୍ୟାନ୍ୟ ଦ୍ୱାରା କିଣିପାରିବେ। ସେଭଳି ଭାବରେ ଯେଉଁ ସମବାୟ ବ୍ୟାଙ୍କ ଅଛି ବା ସମବାୟ ବିଭାଗ ଅଛି ଏହା ଆପଣମାନଙ୍କୁ ଏହି ସୁବିଧା ସବୁ ଯୋଗାଇ ଦେବ। କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରି ବଟା ପାଇଁ ସମସ୍ତ ନିୟନ୍ତ୍ରିତ ବଜାର କମିଟି ଇ ମାର୍କେଟର ବ୍ୟବସ୍ଥା କରାଯାଇଛି। ସମବାୟ ବିଭାଗ ଏହା ଇ ମାର୍କେଟିଂର ବ୍ୟବସ୍ଥା କରିଛି। ଫ୍ରେଣ୍ଡସ୍, ଆପଣମାନେ ଯଦି ଗୋଟିଏ ଜିନିଷ ଏଥିରୁ ଜାଣି ରଖନ୍ତୁ ଯେ ସମବାୟ ବ୍ୟାଙ୍କ ଆପଣମାନଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ 1 ଲକ୍ଷ ଟଙ୍କା ଦେଉଛି ଏବଂ ଏହା କିଭଳି ଭାବରେ ଆପଣ ଆପ୍ଲାଏ କରିବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହୁଛି। ଫ୍ରେଣ୍ଡସ୍, ଯଦି ଆପଣ ଜଣେ ଚାଷୀ ତାହେଲେ ଆପଣ କ'ଣ କରିବେ, ଆପଣଙ୍କର ନିଜର ଜମିର ପଟ୍ଟା ପାଉତି ଏସବୁ ଜିନିଷକୁ ନେବେ ଏବଂ ସମବାୟ ବିଭାଗକୁ ଯିବେ, ସମବାୟ ବ୍ୟାଙ୍କକୁ ଯିବେ। ସେଠାରେ ଆପଣ ଦେଖାଇଲା ପରେ ଆପଣଙ୍କୁ 1 ଲକ୍ଷ ଟଙ୍କାର ବିନା ସୁଧରେ ଲୋନ୍ କରେଇ ଦିଆଯାଉଛି ଏବଂ ଆପଣମାନେ କୋଅପରେଟିଭ୍ ବ୍ୟାଙ୍କ ବା ସମବାୟ ବ୍ୟାଙ୍କକୁ ଯିବେ। ସେଠାରେ ଆପଣ ଦେଖା କଲା ପରେ ଆପଣମାନେ ମଧ୍ୟ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେକୌଣସି ଫାର୍ମର ହେଇଥାନ୍ତୁ, ଆପଣ ଧାନ ଚାଷ କରୁଥାନ୍ତୁ ବା ପରିବା ଚାଷ କରୁଥାନ୍ତୁ, ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଋଣ ଦିଆଯିବ ଏବଂ ଏହା ରାଜ୍ୟ ସରକାର ମଧ୍ୟ ଘୋଷଣା କରିଛନ୍ତି। ଏଇ ଯେଉଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଦିଆଯିବ ଏହା ସମ୍ପୂର୍ଣ୍ଣ ଭାବରେ ସୁଧମୁକ୍ତ ଅଟେ। ଯଦି ଆପଣ 1 ଲକ୍ଷରୁ ଅଧିକ ଟଙ୍କା ନେଉଛନ୍ତି ବା 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ତାହେଲେ 2% ହାରରେ ଦିଆଯିବ ଏବଂ ଏଥିପାଇଁ ଏଇ ଯେଉଁ ସୁଧ ଆପଣ ଭାବୁଥିବେ ଆପଣ ପଇସା ଆଣିଲେ ସୁଧ କିଏ ଦେବ, ଏହା ରାଜ୍ୟ ସରକାର କୃଷକମାନଙ୍କ ହିତରେ 830 କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ଯାହାକି ରାଜ୍ୟ ସରକାର ବହନ କରିବେ। ଯଦି ଆପଣ ଜଣେ କୃଷକ ନିଶ୍ଚିନ୍ତ ଭାବରେ ଯାଆନ୍ତୁ ସମବାୟ ବ୍ୟାଙ୍କ ଗୁଡ଼ିକରେ ଆପଣଙ୍କର ଡକୁମେଣ୍ଟ ଦେଖାଇ ଆପଣ ନିଶ୍ଚିନ୍ତ ଭାବରେ ଲୋନ୍ଟିକୁ ଆଣନ୍ତୁ ଏବଂ ଲୋନ୍ ଆଣିକି 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଆଣି ଆପଣ କୃଷି କାର୍ଯ୍ୟରେ ଲଗାନ୍ତୁ ଏବଂ ଲାଭାନ୍ୱିତ ହୁଅନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏହିଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ।